ଲକ୍ଷ୍ମୀ ବିଲ୍ୱବନେ କଦମ୍ବ କୁସୁମେ ଦିବ୍ୟାଙ୍ଗନା କୁଞ୍ଜରେ ଶ୍ଵେତେ ଚାସ୍ୱଗଣେ ବୃଷେ ଚ ଧବଳେ ଛତ୍ରଧ୍ୱଜେ ଚାମରେ ଶଙ୍ଖେ ପଦ୍ମବନେ ନରେନ୍ଦ୍ର ଭୁବନେ ସିଂହାସନେ ଗୋକୁଳେ ଏତେ ଶୁଦ୍ଧସ୍ଥାନେ ସଦା ନିବସତି ପୂର୍ବମସ୍ତୁତେ ମଙ୍ଗଳମ୍। ଜୟ ଜଗନ୍ନାଥ। ମୁଁ ଜ୍ୟୋତିର୍ବିଦ ଚନ୍ଦ୍ରଶେଖର ନାୟକ। ମୋର ଚ୍ୟାନେଲ ଜ୍ୟୋତିଷର ଜାତକକୁ ଆପଣମାନଙ୍କୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ସ୍ୱାଗତ ଜଣାଉଛି। ବନ୍ଧୁଗଣ, ଆମେ ଯେଉଁ ଶନି ଚଳନ ବିଷୟରେ ଆଲୋଚନା କରୁଛେ, ଆମେ ମେଷ ଠାରୁ ଆରମ୍ଭ କରି ସିଂହ ରାଶି ପର୍ଯ୍ୟନ୍ତ ଆମେ ଆଲୋଚନା କରିସାରିଛେ। ଏବେ ରାଶିଚକ୍ରର ଷଷ୍ଠ ରାଶି ଅର୍ଥାତ୍ କନ୍ୟା ରାଶି ବିଷୟରେ ଆମେ ଆଲୋଚନା କରିବା ଯେ ବାସ୍ତବରେ କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ 2025ର ଯେଉଁ ଶନି ଚଳନ କିଭଳି ରହିବ। ଠିକ ଅଛି ବନ୍ଧୁଗଣ, ତାହେଲେ ଦେଖନ୍ତୁ, ଆପଣଙ୍କର ଜାତକଟି ଆପଣ ଖୋଲନ୍ତୁ ଆଉ ଦେଖନ୍ତୁ, ଯଦି ଆପଣଙ୍କର ଏଇ ପର୍ଟିକୁଲାର ଜାଗାଟିରେ ଚ ଲେଖା ଯାଇଛନ୍ତି ତାହେଲେ ଆପଣ ଜାଣିବେ ଆପଣଙ୍କ ବିଷୟରେ ହିଁ କୁହାଯାଉଛି। ବା ଏଠି ଲେଖା ହେଇଥିବ 12/6 ବା 13/6 ବା 14/6। 12/6ର ଅର୍ଥ ହେଉଛି ଉତ୍ତରା ଫାଲ୍ଗୁନୀ ନକ୍ଷତ୍ର କନ୍ୟା ରାଶି, 13/6 ହସ୍ତା ନକ୍ଷତ୍ର କନ୍ୟା ରାଶି, 14/6 ଚିତ୍ରା ନକ୍ଷତ୍ର କନ୍ୟା ରାଶି। ଯଦି ଏଇଭଳି ଲେଖା ଯାଇଛନ୍ତି ତାହେଲେ ଆପଣ ଜାଣିବେ ଆପଣଙ୍କ ବିଷୟରେ ହିଁ କଥାଟି କୁହାଯାଉଅଛି। ତାହେଲେ ବନ୍ଧୁଗଣ, ଆପଣମାନେ ଜାଣନ୍ତୁ, ଶନି ବର୍ତ୍ତମାନ କୁମ୍ଭ ରାଶିରେ ଚାଲୁଛନ୍ତି। କୁମ୍ଭ ରାଶିରେ ବର୍ତ୍ତମାନ ଗୋଚର କରୁଛନ୍ତି। ଆଉ 3/4/2025 ବା କେତେ ପାଞ୍ଜିରେ ଉଲ୍ଲେଖ ଅଛି 29/3/2025 ତାରିଖରୁ ଶନି କୁମ୍ଭ ରାଶି ପରିତ୍ୟାଗ କରି ମୀନ ରାଶିରେ ପଦାର୍ପଣ କରିବେ। ତାହେଲେ ମୀନ ରାଶି କି ଚାଲିଗଲେ କନ୍ୟା ରାଶି ପାଇଁ କ'ଣ ଫଳଟିଏ ରହିବ? ତାହେଲେ ଦେଖିବା ବନ୍ଧୁଗଣ। ଦେଖନ୍ତୁ, କନ୍ୟା ରାଶି ପାଇଁ ଆପଣମାନେ ଆଗ ଗଣନ୍ତୁ କେତେ ନମ୍ବର ଶନି ହେଲେ ବୋଲି। ତାହେଲେ ରାଶି ଠାରୁ ଗଣିବା, ଚ ଠାରୁ 1 2 3 4 5 6 7। ତାହେଲେ 7 ନମ୍ବର ହେଲେ କନ୍ୟା ରାଶି ପାଇଁ 7 ନମ୍ବର। 7 ନମ୍ବରର ଅର୍ଥ ହେଉଛି ଗତ 2.5 ବର୍ଷ ହେଲାଣି ଆପଣମାନଙ୍କ ପାଇଁ ଯେଉଁ ଭଲ ସମୟଟିଏ ଥିଲା, ଯାହାକି ଆପଣଙ୍କର ଷଷ୍ଠ ଶନି ହେଇଥିଲେ, ସେ ଆପଣଙ୍କୁ ସବୁ ପ୍ରକାର ବିପଦ ଆପଦରୁ ରକ୍ଷା କରିଛନ୍ତି। ଏବେ ସପ୍ତମ ଶନି ଆରମ୍ଭ ହେବାର ଅର୍ଥ ହେଉଛି ଆପଣଙ୍କର ତାମାନେ ଶନି ସପ୍ତାହଟି ଆରମ୍ଭ ହେଲା। ଶନି ସପ୍ତାହ କେତେ ବର୍ଷ? 2.5 ବର୍ଷ ଚାଲିବ। 7 ନମ୍ବର 7.5 ବର୍ଷ। କନ୍ୟା ରାଶିରେ ଦେଖନ୍ତୁ ବର୍ତ୍ତମାନ 7 ନମ୍ବର ଶନି ଚାଲିଛନ୍ତି, ତାପରେ 8 ନମ୍ବର ହେବେ, ତାପରେ 9 ନମ୍ବର ହେବେ। ସପ୍ତମ, ଅଷ୍ଟମ ଆଉ ନବମ ତାକୁ କୁହାଯାଏ ଶନି ସପ୍ତାହ। ତେଣୁ ଶନି ସପ୍ତାହ ସେ ଶନିଙ୍କର 7.5 ଯେମିତି କଷ୍ଟଦାୟକ ହେଇଥାଏ, ଇଏ ସେତିକି କଷ୍ଟଦାୟକ ନହେଲେ ମଧ୍ୟ ଆପଣଙ୍କୁ ଶନି କ'ଣ କରନ୍ତି? ଏଇ ସମୟରେ 7.5 ବର୍ଷ ଆପଣଙ୍କୁ କଠିନ ପରିଶ୍ରମ କରେଇ ଦିଅନ୍ତି। ଆଚ୍ଛା, ଗୋଟେ କଥା ଭାବି ଦେଖନ୍ତୁ, ସାଧାରଣତଃ 7.5 ହଉ କି ଶନି ସପ୍ତାହ ହଉ ତାକୁ ଲୋକମାନେ ଖରାପ ବୋଲି କହନ୍ତି, କଷ୍ଟଦାୟକ ହେଇଥାଏ ବୋଲି। ଆଚ୍ଛା ବନ୍ଧୁଗଣ, ଗୋଟେ କଥା ବିଚାର କରନ୍ତୁ, ବିନା କଷ୍ଟରେ କିଛି ଜିନିଷ ମିଳିଛି କି? କିଛି ଜିନିଷ ମିଳିବନି। ଆଉ ଯୋଉଟା ବିନା କଷ୍ଟରେ ମିଳିଥାଏ ତାର ମୂଲ୍ୟ କିଛି ନଥାଏ। ଯୋଉଟା ଆପଣ ଯେତିକି କଷ୍ଟ କରି ପାଇଥାନ୍ତି ତାର ମୂଲ୍ୟଟା ସେତେ ଅଧିକା ହେଇଥାଏ। ସାଧାରଣ କଥାଟିଏ। ତେଣୁ ସେଥିପାଇଁ ଆପଣମାନଙ୍କୁ ତାମାନେ ଶନି ଏବେ ଯେମିତି ସେ କ'ଣ କରିବେ, ଯେମିତି ଜଣେ ସ୍କୁଲରେ ଦେଖିବେ ଜଣେ କଡ଼ା ଶିକ୍ଷକ ସେ କେମିତି ଛୁଆମାନଙ୍କୁ ଟ୍ୟାକ୍ସ ଦେଇକି ଟ୍ୟାକ୍ସଟି ଆଦାୟ କରୁଛନ୍ତି, ଶନି ହେଉଛନ୍ତି ସେଇଭଳିଆ। ସେ କ'ଣ କରନ୍ତି? ସେ ସବୁବେଳେ ଚାହାନ୍ତି ଯେ ବ୍ୟକ୍ତି ବିଶେଷ ପରିଶ୍ରମ କରନ୍ତୁ, ବିଭିନ୍ନ ପ୍ରକାର ସ୍କିଲ୍ ଶିଖନ୍ତୁ, କାମ କରିବାକୁ ସେମିତି ଯାଇତାଇ ହିସାବରେ କାମ ନ କରି ପ୍ରପର ୱେରେ ଯାଆନ୍ତୁ।
ତା ମାନେ ହେଉଛି ଶନି ଆପଣଙ୍କର ଯେଉଁ ଆରମ୍ଭ ହେଲେ ଶନି ସପ୍ତମ ଶନି ରହିବେ 2.5 ବର୍ଷ, ଅଷ୍ଟମ ଶନି 2.5 ବର୍ଷ, ନବମ ଶନି 2.5 ବର୍ଷ, 7.5 ବର୍ଷ। ଏଇ 7.5 ବର୍ଷ ଭିତରେ ବହୁତ ବ୍ୟକ୍ତିଙ୍କର ବହୁତ ଉନ୍ନତି ବି ହେଇଥାଏ। କାହିଁକି? ଗୋଟେ ଛୋଟିଆ କଥା ଦେଖନ୍ତୁ, ଆପଣ ଯେତିକି ପରିଶ୍ରମ କରୁଛନ୍ତି, ଆପଣ ଯଦି ଟିକେ ଆଉ ବେଶୀ ପରିଶ୍ରମ କରିବେ, ଯେତିକି ସାବଧାନତା ଅବଲମ୍ବନ କରୁଛନ୍ତି ଆଉ ଯଦି ବେଶୀ ସାବଧାନତା ଅବଲମ୍ବନ କରିବେ, ତାହେଲେ କ'ଣ ହବ? ଆପଣମାନଙ୍କର କାମଟି ନିଶ୍ଚିତ ଭାବରେ ସଫଳ ହବ। ଆଚ୍ଛା, ଇଏ ଗଲା ସପ୍ତମ ଶନିଙ୍କର କଥା। ତାପରେ ଦ୍ୱିତୀୟ କଥା ହେଉଛି କ'ଣ? ହଁ, ସପ୍ତମ ଘରେ ଶନି ରହିବାର ଅର୍ଥ ହେଉଛି ସେ ହେଉଛି ଆପଣଙ୍କର ଲାଇଫ୍ ପାର୍ଟନରର ଘର, ବିଜନେସ୍ ପାର୍ଟନରର ଘର। ତେଣୁ ବନ୍ଧୁଗଣ, କନ୍ୟା ରାଶି ପାଇଁ ଶନି ହେଉଛନ୍ତି ଗୋଟିଏ ଉପକାରୀ ଗ୍ରହ ଭଳି। କାହିଁକିନା ଶନି କନ୍ୟା ରାଶିର ମାଲିକ ହେଉଛନ୍ତି ବୁଧ, ଆଉ ଶନି ହେଉଛନ୍ତି ତାଙ୍କର ମିତ୍ର। ତେଣୁ ମିତ୍ର ହେଇଥିବା ହେତୁ ସେ ମିତ୍ରବତ ଫଳ ଦେବେ। କିନ୍ତୁ ଆପଣ ଯଦି କୌଣସି ପାର୍ଟନରସିପରେ କିଛି ବିଜନେସ୍ କରୁଛନ୍ତି, ତାହେଲେ ଆପଣ ଟିକେ ସାବଧାନତା ଅବଲମ୍ବନ କରିବେ। ତାର ଅର୍ଥ ହେଉଛି ସବୁ ପ୍ରକାର ହିସାବ କିତାବ ଠାରୁ ଆରମ୍ଭ କରି ଆପଣ ସବୁ ଜିନିଷ ଜାଣିଲେ ଯାଇକରି, ନହେଲେ ପାର୍ଟନର ଆପଣଙ୍କୁ ଧୋକା ଦେଇପାରେ। ଆଚ୍ଛା, ଦ୍ୱିତୀୟ କଥା ହେଉଛି ସେ ମଧ୍ୟ ଲାଇଫ୍ ପାର୍ଟନରର ଘର, ଅର୍ଥାତ୍ ଯଦି ଆପଣଙ୍କର ସ୍ତ୍ରୀ ବା ଆପଣଙ୍କର ସ୍ୱାମୀ, ଆପଣ ତାଙ୍କ ସାଙ୍ଗରେ ବେଶୀ କ'ଣ କରିବେନି, କୌଣସି ପ୍ରକାର ଝଗଡ଼ା ଝାଟି କି ମନମାଳିନ୍ୟ କି ତାଙ୍କ ମନ ଦୁଃଖ ହେଲା ଭଳିଆ କଥାଟିଏ ଏମିତି କେବେ କହିବେ ନାହିଁ, ଯାହାଫଳରେ କି ଆପଣଙ୍କର ପାରିବାରିକ ଜୀବନଟି ମଧ୍ୟ ଭଲ ରହିବ। ଆଉ ଯଦି ଆପଣ ଏଇ ଛୋଟିଆ ମୋଟିଆ କଥାକୁ ନେଇ ଝଗଡ଼ା ଝାଟି ଆରମ୍ଭ କରିବେ, ତାହେଲେ ଆପଣଙ୍କର ପରିବାରରେ ବା ଦାମ୍ପତ୍ୟ ଜୀବନଟି ଦୁଃଖମୟ ହେଇପାରେ। ଆଚ୍ଛା, ତାପରେ ଦେଖିବା ବନ୍ଧୁଗଣ, ଶନିଙ୍କର 3ଟି ଦୃଷ୍ଟି ବୋଲି ମୁଁ କହିଛି। କି ଦୃଷ୍ଟି? ନା 3 ନମ୍ବର ଦୃଷ୍ଟି, 7 ନମ୍ବର ଦୃଷ୍ଟି ଆଉ 10 ନମ୍ବର ଦୃଷ୍ଟି। ତେଣୁ 3, 7 ଆଉ 10, 3 ନମ୍ବର ଦୃଷ୍ଟିରେ ସିଏ ଦେଖିଲେ କାହାକୁ? 1, 2, 3। ଆପଣଙ୍କର କେତେ ନମ୍ବର ଘର ଏଇଟା? 1, 2, 3, 4, 5, 6, 7, 8, 9। ତାହେଲେ ଭାଗ୍ୟ ଘରଟିକୁ ଦେଖୁଛନ୍ତି, ପିତାଙ୍କର ଘରଟିକୁ ଦେଖୁଛନ୍ତି, ଧର୍ମର ଘରଟିକୁ ଦେଖୁଛନ୍ତି। ସେଇଟା ଫେରେ କି ରାଶି? ସେଇଟା ନା ସେ ରାଶି ହେଉଛନ୍ତି ବୃଷ ରାଶି। ତାହେଲେ ବୃଷ ରାଶି ଶନିଙ୍କର ସିଏ ହେଉଛନ୍ତି ମିତ୍ର ରାଶି। ତା ଅର୍ଥ ହେଉଛି ଶନିଙ୍କର ମିତ୍ର ରାଶି, ଅର୍ଥ ସେ ବୃଷ ରାଶିର ମାଲିକ ହେଉଛନ୍ତି ଶୁକ୍ର। ତେଣୁ ଶୁକ୍ର ଆଉ ଶନିଙ୍କ ଭିତରେ ମିତ୍ରତା। ତେଣୁ ସେଥିପାଇଁ ସେ ଭାଗ୍ୟ ଘରକୁ ବେଶୀ ଖରାପ କରିବେ ନାହିଁ, ପିତାଙ୍କ ସାଙ୍ଗରେ ସମ୍ପର୍କ ବେଶୀ ଖରାପ କରାଇବେ ନାହିଁ। କିନ୍ତୁ ଏତିକି ଆପଣ ଜଗି ରଖିକିରି ଚଳିବେ, କୌଣସି ନାସ୍ତିକ କଥା କହିବେ ନାହିଁ, ଭଗବାନ ବିରୋଧୀ କେବେ ହେବେ ନାହିଁ। ଆଚ୍ଛା, ତାପରେ ଦେଖନ୍ତୁ ବନ୍ଧୁଗଣ, ସପ୍ତମ ଦୃଷ୍ଟିରେ ଲଗ୍ନକୁ ଦେଖୁଛନ୍ତି। ତେଣୁ ଲଗ୍ନକୁ ଯେତେବେଳେ ଶନି ଦେଖନ୍ତି, ତା ମାନେ ଲୋକ ଭାବନ୍ତି ଯେ ଆମେ ବେଶୀ କଷ୍ଟ କରୁଛୁ। ହଁ, କଷ୍ଟ କରିବାକୁ ପଡ଼ିବ। ଶନି ଯେହେତୁ ଦେଖୁଛନ୍ତି, ସିଏ ଗୋଟେ, ତାମାନେ ଆଗରୁ କହୁଥିଲି ଜଣେ ଶିକ୍ଷକ ଅଛନ୍ତି, ଯେମିତି ସେ ପାଠ ବି ଦିଅନ୍ତି ସେଇ ହିସାବରେ, ଆଦାୟ କରନ୍ତି ବି ସେଇ ହିସାବରେ। ଇଏ ଶନି ହେଉଛନ୍ତି ସେଇଭଳି ଗ୍ରହ। ସେ କ'ଣ କରିବେ? ଆପଣଙ୍କୁ ଗୋଟେ ବସେଇ ଦେବେ ନାହିଁ। ତା ଅର୍ଥ ଆପଣ ସବୁବେଳେ କିଛି କାମରେ ନିଯୁକ୍ତି ଥିବେ। ଆଉ କାମ ନିଯୁକ୍ତି ରହିବାର ଅର୍ଥ ହେଉଛି ଇଏ ତ ପଛରେ ତାର କାରଣଟି ହେଉଛି ସଫଳତା। ତା କାରଣ କ'ଣ? ନା ଆପଣ ଯଦି ଏକ୍ସଟ୍ରା ପରିଶ୍ରମ କରିବେ, ମନ ଧ୍ୟାନ ଦେଇ ପରିଶ୍ରମ କରିବେ, ତାହେଲେ ସଫଳତା ଆପଣଙ୍କ ଠାରୁ ଦୂରେଇ ଯିବ। କ'ଣ ପାଇଁ? ଶନି ତ ନ୍ୟାୟାଧୀଶ, ସିଏ ଚାହାନ୍ତି ବ୍ୟକ୍ତିବିଶେଷ ପରିଶ୍ରମ କରନ୍ତୁ। ଆପଣ ପରିଶ୍ରମ କରିବେ, ଫଳ ଶନି ଦେବେ। ଆଚ୍ଛା, 10ମ ଦୃଷ୍ଟିରେ ଦେଖିଲେ କାହାକୁ? ଏଇ ଘରଟିକୁ। ଏଇ ଘରଟି କି ଘର? 4 ନମ୍ବର ଘର। 4 ନମ୍ବର ଘରର ଅର୍ଥ ହେଉଛି ଆପଣଙ୍କର ସୁଖ ସୁବିଧାର ଘରଟିଏ। ତେଣୁ ସେ ସୁଖ ସୁବିଧାଟି ଆପଣ ଯେଉଁ ପାଇବେ, ସେ ଟିକେ ଡେରି ହେବ, ଏତେ ସହଜ କଥା ନୁହଁ। ତା ମାନେ ହେଉଛି ଶନି ଯେଉଁ ଫଳଟି ଦିଅନ୍ତି, ସାମାନ୍ୟ ବିଳମ୍ବ କରିକିରି ଦିଅନ୍ତି, ହଠାତ୍ କରି ଦେଇ ଦିଅନ୍ତି ନାହିଁ। ତେଣୁ ଆପଣ ପାରିବାରିକ ଜୀବନରେ ମୁଖ୍ୟତଃ ଆପଣଙ୍କର ଘର କୁଟୁମ୍ବ, ଏଇ ଯେଉଁ ପରିବାର ସବୁ ରହିଛନ୍ତି, ସମସ୍ତଙ୍କ ଭିତରେ ସୁସମ୍ପର୍କ ରଖିବାକୁ ଚେଷ୍ଟା କରିବେ। କାହିଁକି? ନା ଶନି ଯେହେତୁ ଦେଖୁଛନ୍ତି ସେ ଘରଟାକୁ, ତାକୁ ସେ ବିଗାଡ଼ିବାକୁ ଚେଷ୍ଟା କରନ୍ତି। ତେଣୁ ସେଥିପାଇଁ ଆପଣ ସବୁବେଳେ ଚେଷ୍ଟା କରିବେ ଠିକ କାମ କରିବା ଲାଗି। ଆଚ୍ଛା, ତାପରେ ବନ୍ଧୁଗଣ ଦେଖନ୍ତୁ, ଏ ବର୍ଷର ଯେଉଁମାନେ ଶିକ୍ଷାର୍ଥୀ ଅଛନ୍ତି, ଯେଉଁମାନେ ପାଠ ପଢୁଛନ୍ତି ଛୁଆମାନେ,
ସେମାନଙ୍କ ପାଇଁ ସମୟଟି ଭଲ ରହିବ। କାହିଁକି ନା ଶନିଙ୍କର ଦୃଷ୍ଟି ଦେଖନ୍ତୁ ଏଇ ଘରଟିକି ପଡ଼ିଛି। ଏଇ ଘରଟି ଅର୍ଥ ଚତୁର୍ଥ ଘର, ଆଉ ମକର ଘରଟି ହେଉଛି ତାଙ୍କର ନିଜ ଘର, ପଞ୍ଚମ ଘର, ଶିକ୍ଷା ଘରଟି। ତେଣୁ ଶନି ଯେହେତୁ ପଞ୍ଚମ ଘରଟି ନିଜ ଘରଟି ବୋଲି ରଖିଛନ୍ତି, ସେ ଉଚ୍ଚ ଶିକ୍ଷାର ଘର, ତେଣୁ ଉଚ୍ଚ ଶିକ୍ଷା ଘରେ ଆପଣ ଠିକ୍ କରିପାରିବେ। ଆଉ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଯେଉଁ ଶିକ୍ଷା, ସେ ଶିକ୍ଷା ବି ଭଲ ରହିବ। ଶିକ୍ଷା କ୍ଷେତ୍ରରେ କୌଣସି ପ୍ରକାର ପ୍ରଭାବ ବେଶୀ ପଡ଼ିବ ନାହିଁ। କିନ୍ତୁ ଛାତ୍ରଛାତ୍ରୀମାନେ ଗୋଟେ କାମ କରିବ ଯେ ଯେତିକି ପରିଶ୍ରମ କରୁଛ ଆଉ ଟିକେ ଅଧିକା ପରିଶ୍ରମ କରିବ, ଟିକେ ମନ ଧ୍ୟାନ ଦେଇକିରି ପାଠ ପଢ଼ିବ। ଆଚ୍ଛା, ତାପରେ ଦେଖିବା ଚାକିରି ବାକିରି ବିଷୟ କଥା। ଯେଉଁ ଯୁବକ ଯୁବତୀ ମାନେ ଚାକିରି କରିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି, ସେମାନଙ୍କ ପାଇଁ ସମୟଟି ଟିକେ ହାର୍ଡ ରହିବ। ତା ଅର୍ଥ ହେଉଛି କ'ଣ ନା ଆପଣ କୌଣସି ପ୍ରକାର ଯେମିତି ଅଳ୍ପ ପରିଶ୍ରମ କରି ଆପଣ ସଫଳତା ପାଇଯିବେ, ନାହିଁ, ସେମିତି ହେବ ନାହିଁ। ଆପଣଙ୍କୁ ଠିକ୍ ହିସାବରେ ପରିଶ୍ରମ କରିବାକୁ ପଡ଼ିବ, ହେଲେ ଆପଣ ନିଶ୍ଚିତ ଭାବରେ ସଫଳତାଟିଏ ପାଇବେ। ଆଉ ଯେଉଁମାନେ ଚାକିରି କରିଛନ୍ତି ତାଙ୍କ ପାଇଁ ମଧ୍ୟ ସମୟଟି ସେଇଭଳି। କାହିଁକି ନା ସେମାନେ ସେ ଯେଉଁ ସମୟଟି ଅଛି ତାଙ୍କ ପାଇଁ ଅନୁକୂଳ ରହିବ ଚାକିରି ବାବଦରେ। କାହିଁକି ନା ଦେଖନ୍ତୁ, ଶନି ଜାତକରେ ଭାଗ୍ୟ ଘରଟିକୁ ଦେଖୁଛନ୍ତି, କିନ୍ତୁ 10 ନମ୍ବର ଘରଟିକୁ ବା 11 ନମ୍ବର ଘରଟିକୁ ଶନି ଦେଖୁନାହାନ୍ତି। ଯାହାଫଳରେ ଆପଣଙ୍କର 10 ନମ୍ବର ମାଲିକ ହେଉଛନ୍ତି କନ୍ୟା ରାଶିର ସେଇ ବୁଧ ହେଇଥିବା ହେତୁ, ବୁଧ ହେଉଛନ୍ତି ଶନିଙ୍କର ମିତ୍ର। ତେଣୁ ଆପଣ ଚାକିରି ବାକିରି କ୍ଷେତ୍ରରେ ପ୍ରମୋସନ କି ଭଲ ମନ୍ଦ ଯେଉଁଟା ପାଇବାକୁ ଆଶା କରିଛନ୍ତି, ଟିକେ ଡେରି ହେଇପାରେ, କିନ୍ତୁ ଆଶାଟି ପୂରଣ ହେବ। ବନ୍ଧୁଗଣ, ତାପରେ ଦେଖନ୍ତୁ ଧନ ରୋଜଗାର କଥା ଦେଖିବା। ଧନ ରୋଜଗାର ଘରଟି କେମିତି ନା, ଧନ ରୋଜଗାର ହେଉଛି ଦ୍ୱିତୀୟ ଘରଟି ହେଉଛି ତୁଳା ରାଶିର ଘର। ତୁଳା ରାଶିର ଘର ଯେହେତୁ ଶନି ବୃଷ ରାଶିକୁ ଦେଖୁଛନ୍ତି 3 ନମ୍ବର ଦୃଷ୍ଟିରେ, ତେଣୁ ବୃଷ ରାଶିର ଓନର ହେଉଛନ୍ତି ଶୁକ୍ର, ତୁଳା ରାଶିର ଓନର ହେଉଛନ୍ତି ଶୁକ୍ର। ଆଉ ଶୁକ୍ର ଶନିଙ୍କ ଭିତରେ ମିତ୍ରତା ଥାଏ, ତେଣୁ ସେଥିପାଇଁ ଆପଣଙ୍କୁ ଧନ ସଞ୍ଚୟ କରିବାରେ କୌଣସି ଅସୁବିଧା ହେବ ନାହିଁ। କିନ୍ତୁ ଗୋଟିଏ କଥାକୁ ଧ୍ୟାନ ଦେଇଥିବେ, କେବେ ହେଲେ ଅନ୍ୟାୟ ଉପାୟରେ ଧନ ଅର୍ଜନ କରିବେ ନାହିଁ। ଅନ୍ୟାୟ ଉପାୟରେ ଯେଉଁ ଧନ ଅର୍ଜନ କରିବେ, ଆପଣଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିବ। ଆଚ୍ଛା, ଯଦି ଆମେ ରୋଗ କଥା କହିବା, ଦେଖନ୍ତୁ ବନ୍ଧୁଗଣ, ରୋଗର ଘରଟି ମଧ୍ୟ ଶନିଙ୍କର ଘର। 1, 2, 3, 4, 5, 6 କୁମ୍ଭ ରାଶିର ଘରଟି ରୋଗର ଘର। ସେ ଘରର ଓନର ହେଉଛନ୍ତି ଶନି। ତେଣୁ ଆପଣଙ୍କୁ ସେମିତି କୌଣସି କ୍ରୋନିକ୍ ଡିଜିଜ୍ ଏଠି ଦେଖାଯିବ ନାହିଁ। ଖାଲି ମଝିରେ ମଝିରେ କ'ଣ ଟିକେ ଶରୀର ଅସୁସ୍ଥ ହେଇପାରେ, ଯେଉଁ ଅସୁସ୍ଥ କି ଆପଣ ଡାକ୍ତରଖାନାକୁ ଗଲେ ଭଲ ହେଇପାରିବେ। କୌଣସି କ୍ରୋନିକ୍ ଡିଜିଜ୍ ଦେଖାଯାଉ ନାହିଁ। ଆଚ୍ଛା, ଯେଉଁ ମହିଳାମାନେ ଗୃହିଣୀ ଅଛନ୍ତି, ସେମାନଙ୍କ ପାଇଁ ସମୟଟି ଅନୁକୂଳ ରହିବ। ସେମାନେ ଯାହା ପରିଶ୍ରମ କରିବେ ସେ ହିସାବରେ ସଫଳତାଟିଏ ପାଇବେ। ଆଉ ମୁଖ୍ୟତଃ ନିଜର ସନ୍ତାନମାନଙ୍କର ଉନ୍ନତିରେ ସେମାନେ ବହୁତ ଖୁସି ହେବେ। ଆଉ ବନ୍ଧୁଗଣ, ଦେଖନ୍ତୁ ଗୋଟେ କଥା ହେଉଛି କ'ଣ, ଯଦି ଆପଣଙ୍କର ରାଶିଟି ହେଲା କନ୍ୟା, ଆଉ ଶନି ଯଦି ଆପଣଙ୍କ ରାଶି ପାଇଁ ଗୋଟିଏ ଉପକାରୀ ଗ୍ରହ ହେଇଥାନ୍ତି, କେମିତି ଜାଣିବେ? ଆପଣଙ୍କ ଲଗ୍ନଟିକୁ ଦେଖିଦେବେ, କି ଲଗ୍ନ ହେଇଛନ୍ତି ଆପଣଙ୍କର। ଯଦି ଆପଣଙ୍କର ବୃଷ, ମିଥୁନ, କନ୍ୟା, ତୁଳା, ମକର, କୁମ୍ଭ ଏଇ 6ଟି ଲଗ୍ନ ହେଇଛନ୍ତି, ତାହେଲେ ଆପଣ ଜାଣିବେ ଯେ ଶନି ଆପଣଙ୍କ ପାଇଁ ଉପକାରୀ ଗ୍ରହ ବୋଲି। ୟା ବାଦରେ ଅନ୍ୟ ଯେଉଁ ଲଗ୍ନ ହେଇଥିବ, ଆପଣ ଜାଣିବେ ଯେ ଶନି ହେଉଛନ୍ତି ଗୋଟେ କ୍ଷତିକାରକ ଗ୍ରହ। ଯଦି କ୍ଷତିକାରକ ଗ୍ରହ ହେଇଥାନ୍ତି, ଶନିଙ୍କ ପାଇଁ ଆପଣ ଦାନ କରିବେ। ଶନିଙ୍କ ଦାନ ପାଇଁ ମୁଁ 295 ପାର୍ଟରେ ମୁଁ ବତେଇଛି, ଆପଣ ତାକୁ ଫଲୋ କରିପାରିବେ। ଆଉ ସବୁ ଏପିସୋଡ଼ ମାନଙ୍କରେ ବି ମୁଁ କହୁଛି ଶନିଙ୍କର କଥା, ତେଣୁ ଆଉ ବେଶୀ ସେ ବାବଦରେ ଆଲୋଚନା କରି ସମୟ ନଷ୍ଟ କରିବାକୁ ମୁଁ ଚାହେଁ ନା। ତାପରେ ବନ୍ଧୁଗଣ ଦେଖନ୍ତୁ, ଆଉ ଯଦି ଉପକାରୀ ଗ୍ରହ ଶନି ଆପଣଙ୍କ ପାଇଁ ହେଇଥାନ୍ତି, ତାହେଲେ ଆପଣ ତାଙ୍କ ପାଇଁ ରତ୍ନପଥର ପିନ୍ଧିପାରିବେ, ଆଉ ତାଙ୍କର ବୀଜ ମନ୍ତ୍ର ମଧ୍ୟ ଜପ କରିପାରିବେ। କିନ୍ତୁ ତା ପୂର୍ବରୁ ଗୋଟିଏ ଜିନିଷ ଲକ୍ଷ୍ୟ କରିବେ, ଶନି ତ 1ରେ ଆପଣଙ୍କ ପାଇଁ ହେଲେ ଖରାପ। ଶନି ହେଲେ ଖରାପ ଆପଣଙ୍କ ପାଇଁ, 7 ନମ୍ବର ଶନି, ଶନି ସପ୍ତା ହେଇଛନ୍ତି ଆପଣଙ୍କର। ଆଚ୍ଛା, ଦ୍ୱିତୀୟ କଥା ହେଉଛି ଶନିଙ୍କର ପୋଜିସନ କୋଉଠି, ଶନି କୋଉ ଘରେ ଅଛନ୍ତି ତାକୁ ଦେଖିବେ। 3 ନମ୍ବର ହେଉଛି ଶନି ଆପଣଙ୍କ ଜାତକ ପାଇଁ ଭଲ କି ଖରାପ ତାକୁ ଦେଖିବେ। 4 ନମ୍ବର ହେଉଛି ଶନିଙ୍କର ଡିଗ୍ରୀ ଦେଖିବେ, କେତେ ଡିଗ୍ରୀରେ ଶନି ଅଛନ୍ତି, ଦୁର୍ବଳ ଅଛନ୍ତି କି ମଜବୁତ ଅଛନ୍ତି, ତାକୁ ଦେଖିକି ମଧ୍ୟ ଆପଣ ଆକଳନ କରିପାରିବେ ଯେ ଶନି କିଭଳି ଭାବରେ ରେଜଲ୍ଟଟି ଆପଣଙ୍କ ଜାତକକୁ ଦେଉଛନ୍ତି ବୋଲି।
ବନ୍ଧୁଗଣ ମୁଁ ଭାବୁଛି ଆପଣମାନେ ବୁଝି ସାରିବେଣି। ଆପଣମାନଙ୍କୁ ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ୍ କରିବେ। ହଉ ଏତିକିରେ ରହିଲି ବନ୍ଧୁଗଣ। ଜୟ ଜଗନ୍ନାଥ।